Matthew 5th chapter, मैथ्यू 5 पर्व and you know those very blessed verses. ତାହା ବହୁତ ଆଶୀର୍ବାଦିତର ପଦ ଗୁଡ଼ିକ ଅଟେ। Blessed are the poor in spirit, third verse, ସେଇମାନେ ଧନ୍ୟ ଅଟନ୍ତି, for theirs is the kingdom of heaven. ତାଙ୍କର ସ୍ୱର୍ଗ ରାଜ୍ୟ See, ଅଟେ। these are blessings. God wants to give you and me His ପ୍ରଭୁ blessing. ତୁମକୁ ଆଉ ମତେ ତାଙ୍କର ଆଶୀର୍ବାଦ ଗୁଡ଼ିକ ଦେବା ପାଇଁ ଚାହାନ୍ତି। Do you know what I want? ତୁମେମାନେ ଜାଣିଛ କି ମୁଁ କ'ଣ ଚାହେଁ? I never ask God for any material thing. ଜାଗତିକ ବିଷୟ ଗୁଡ଼ିକ ମୁଁ କେବେ ବି ପ୍ରଭୁଙ୍କୁ ମାଗେ ନାହିଁ। And you all know that in my television broadcast, we never ask for money. ଟେଲିଭିଜନରେ ଯୋଉ ପ୍ରସାର କାର୍ଯ୍ୟ ହୁଏ ସେଥିରେ ଆମେ କେବେ ବି ପଇସା ମାଗି ନଥାଉ, Because କାରଣ God knows what we need. ଆମେ କ'ଣ ଆବଶ୍ୟକ କରୁ ତାହା ପ୍ରଭୁ ଜାଣିଛନ୍ତି। Does any child get up in the morning and ask the mother, "Oh, mother, you forgot to make the idlis today, କେହି ବି ପିଲା କ'ଣ or my breakfast ସକାଳୁ today"? ଉଠି ମାଙ୍କୁ କ'ଣ ପଚାରେ କି ମା ତୁମେ ଆଜି ମୋ ପାଇଁ ଇଡଲି ସକାଳର ଖାଦ୍ୟ ବନାଇବାକୁ ଭୁଲି ଯାଇଛ? No. Oh, the child sits and says, "I'm hungry, I want my ସେଇ breakfast." ପିଲାଟି ବସେ ଆଉ କୁହେ ଯେ ମୁଁ ଭୋକିଲା ଅଛି, ମତେ ଖାଦ୍ୟ ଦରକାର। And it expects a pile of food. ତାକୁ କିଛି ଖାଦ୍ୟ ଆବଶ୍ୟକ ପଡ଼େ। Now your heavenly Father knoweth what you have need of, said ଯୀଶୁ Jesus. କହିଲେ ତୁମର ସ୍ୱର୍ଗୀୟ ପିତା ଜାଣିଛନ୍ତି ତୁମର କ'ଣ ଆବଶ୍ୟକ ବୋଲି। One deputy collector told me ଜଣେ ଡେପୁଟି କଲେକ୍ଟର ମତେ କହିଲେ that some of his friends advised him, ତାଙ୍କର କିଛି ବନ୍ଧୁମାନେ ତାଙ୍କୁ ଏହା ପରାମର୍ଶ ଦେଲେ, "See, you have got daughters, you have got to get them married. ତୁମର ଝିଅମାନେ ଅଛନ୍ତି ସେମାନେ ବିବାହ କରିବାକୁ ହେବ। See, and unless you take some bribe, ଯେତେ ପର୍ଯ୍ୟନ୍ତ ତୁମେ କିଛି ଲାଞ୍ଚ ନ ନେଇଛ, well, how you're going to retire shortly?" ଯାହା ବି ହଉ ତୁମେ କିଛି ସମୟ ପରେ ଅବସର ପ୍ରାପ୍ତ ହେବ। And this man said, ଏହି ବ୍ୟକ୍ତି ଜଣକ କହିଲେ "I never used to take ମୁଁ bribes, କେବେ ବି ଲାଞ୍ଚ ନେଉନଥିଲି, but I began to take bribes. କିନ୍ତୁ ମୁଁ ଲାଞ୍ଚ ନେବା ଆରମ୍ଭ କଲି। And the vigilance caught me, ଭିଜିଲାନ୍ସ ଲୋକମାନେ ମତେ ଧରିଲେ and I was removed from my ଆଉ ମୋ job. ଚାକିରିରୁ ମତେ ବାହାର କରି ଦିଆଗଲା। So, ତେଣୁ we think that we are the provider. ଆମେ ଭାବୁ ଯେ ଆମେ ଦାତା ଅଟୁ। No. ନା, Here, ଏଠାରେ we are told that when we have a humble spirit, ଆମକୁ କୁହାଯାଇଛି ଯେତେବେଳେ ଆମେ ନମ୍ର ଥାଉ, then the kingdom of heaven is ours. ଯେତେବେଳେ ଆମେ ଦିନହୀନ ଥାଉ, ସ୍ୱର୍ଗ ରାଜ୍ୟ ଆମର ଥାଏ। My dear ମୋର friend, ପ୍ରିୟ ବନ୍ଧୁମାନେ, we live in a very cheap world. ଆମେ ଗୋଟିଏ Cheap world. ଆମେ ଗୋଟିଏ ବହୁତ ଶସ୍ତା ସ୍ଥାନରେ ଅଛୁ। Today it is there, tomorrow it vanishes. ଆଜି ଏହା ଅଛି, କାଲି ଏହା ନଥିବ। I have seen great empires passing away. In my short ମୋର life, ଛୋଟ ଜୀବନରେ ଅନେକ ସମାଜ ଗୁଡ଼ିକ ପଳାଇ ଯାଉ ଧ୍ୱଂସ ହେବାର ମୁଁ ଦେଖିଅଛି। you see, there came the British Empire before British Empire folded up. ବ୍ରିଟିଶ ସାମ୍ରାଜ୍ୟ ଆଉ ବ୍ରିଟିଶ ସାମ୍ରାଜ୍ୟ ପଳାଇଯିବା ପୂର୍ବରୁ The German ruler Hitler, he began to just roll over nations. ଜର୍ମାନ ଶାସକ ସେ ଯୋଉ ହିଟଲର ସିଏ ରାଜ୍ୟ ଗୁଡ଼ିକ ଏପଟ ସେପଟ କରିଦେଉଥିଲେ, Killing millions of people, ଲକ୍ଷ ଲକ୍ଷ ଲୋକମାନଙ୍କୁ ହତ୍ୟା କରୁଥିଲେ, hating God, hating Jesus. ପ୍ରଭୁଙ୍କୁ ଘୃଣା କରିବା, ଯୀଶୁଙ୍କୁ ଘୃଣା କରିବା। He passed away. ତାଙ୍କର ମୃତ୍ୟୁ ହେଲା। Then the British Empire passed away. ସେତେବେଳେ ବ୍ରିଟିଶ ସାମ୍ରାଜ୍ୟ ମଧ୍ୟ ପଳାଇଗଲା। Then the French Empire folded up. ତାପରେ ଫରାସୀ ସାମ୍ରାଜ୍ୟ ଆସିଲା। And then we see how American power is now declining. ଏବେ ଆମେ ଦେଖୁଅଛୁ ଆମେରିକାର ଶକ୍ତି କିପରି କମ ହେଉଛି।
So we want power. You know, someone defined politics this way. ଆମକୁ ଶକ୍ତି ଆବଶ୍ୟକ ଆଉ ଜଣେ କିଏ Politics ରାଜନୀତିକୁ ଏପରି କହିଥିଲେ is power. It's for power. ରାଜନୀତି ଶକ୍ତି ପାଇଁ ଅଟେ I must make money. ମତେ ଟଙ୍କା କରିବାର ଅଛି So, ତେଣୁ whereas in the past, people said, I'm a public servant, I must serve the ଅତୀତରେ people. ଲୋକମାନେ କହୁଥିଲେ ଯେ ମୁଁ ଜଣେ ସରକାରୀ କର୍ମଚାରୀ ଆଉ ମୁଁ ଲୋକମାନଙ୍କ ସେବା କରିବି So, there were noble politicians କେତେ ଜଣ ଦୟାବାନ ରାଜନୈତିକ ବ୍ୟକ୍ତିମାନେ ରହୁଥିଲେ who brought about some very necessary reform. ଆଉ ସେମାନେ କିଛି ଆବଶ୍ୟକ ପରିବର୍ତ୍ତନ ମଧ୍ୟ ଆଣିଅଛନ୍ତି But then followed our bachas, as I call ଆଉ them. ତାପରେ ଆମର କେତେ ଜଣ ପିଲାମାନେ ବାହାରିଲେ ଯାହାଙ୍କୁ ମୁଁ ପିଲା ବୋଲି କୁହେ Just to rob and loot the public. କେବଳ ଲୋକମାନଙ୍କୁ ଲୁଟ ଆଉ ତାଙ୍କଠାରୁ ଚୋରି କର It's very sad. ବହୁତ ଦୁଃଖର ବିଷୟ And one begins to wonder, ଜଣେ ଏପରି ଆଶ୍ଚର୍ଯ୍ୟଚକିତ ହୁଏ what are they going to do on the judgment ବିଚାର day? ଦିନରେ ସେମାନେ କଣ କରିବାକୁ ଯାଉଛନ୍ତି Where are they going to hide? ସେମାନେ କୋଉଠାରେ ଲୁଚିବାକୁ Hellfire ଯାଉଛନ୍ତି is waiting for them. ନର୍କ ସେମାନଙ୍କ ନିମନ୍ତେ ଅପେକ୍ଷା କରୁଅଛି You rob, you ତୁମେ steal, ଚୋରି କର you take ତୁମେ- the money which belongs to the people. ଲୋକମାନଙ୍କର ଟଙ୍କାକୁ ତୁମେ ନେଇ ଯାଇଥାଅ My friend, can you ମୋର escape ପ୍ରିୟ judgment? ବନ୍ଧୁମାନେ କଣ ତୁମେ Can ସେଇ you ବିଚାରରୁ escape a ଲୁଚି righteous ଯାଇପାରିବ କି God? ଜଣେ ଧାର୍ମିକ No. ପ୍ରଭୁଙ୍କ ଠାରୁ ବଞ୍ଚି ପାରିବ କି Here ନା the Bible says, ଏଠାରେ ବାଇବେଲ କହେ blessed are they who hunger and thirst for righteousness. ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ Matthew 5:6. ମାଥ୍ୟୁ 5 ପର୍ବ 6 See, ପଦ God wants to give us this blessedness. ପ୍ରଭୁ ଆମକୁ ଏଇ ଆଶୀର୍ବାଦ ଦେବାକୁ ଚାହାନ୍ତି What is this blessedness? ଏଇ ପ୍ରକାରର ଆଶୀର୍ବାଦ କଣ Hunger for righteousness. ଧାର୍ମିକତା ନିମନ୍ତେ କ୍ଷୁଧା I don't see it. ମୁଁ ତାହା ଦେଖୁନାହିଁ You know, I preach in many nations. ମୁଁ ଅନେକ ଦେଶରେ ପ୍ରଚାର କରେ I see people hungry for money. ଲୋକମାନେ ଟଙ୍କା ନିମନ୍ତେ କ୍ଷୁଧିତ ମୁଁ ଦେଖେ You know, if you tell an Indian boy, ଯଦି ତୁମେ ଜଣେ ଭାରତୀୟ ପିଲାକୁ କହିବ I will send you by a rocket to the ମୁଁ moon, ତୁମକୁ ଚନ୍ଦ୍ରକୁ ଗୋଟିଏ ରକେଟରେ ପଠାଇବି there are many people there who want Nilgiri tea. ଅନେକ ଲୋକଙ୍କୁ ନୀଲଗିରିର ଚା ଆବଶ୍ୟକ Boy, they will jump onto the rocket. ସେମାନେ ରକେଟକୁ ଡେଇଁ ପଡ଼ିବେ They may disappear in space, but they're not afraid. ସେମାନେ ଉପରେ ସେମାନେ ପଳାଇ ଯାଇ ପାରନ୍ତି So they say, କିନ୍ତୁ ସେମାନେ ଭୟଭୀତ ନୁହେଁ if you go to the moon, ତେଣୁ ସେମାନେ କୁହନ୍ତି ଯଦି ତୁମେ ଚନ୍ଦ୍ରକୁ you ଯିବ may find a Kerala tea stall. ସେଠାରେ ତୁମେ କେରଳାର ଚା ଦୋକାନ ପାଇପାର My dear friend, ମୋର ପ୍ରିୟ ବନ୍ଧୁମାନେ not necessarily Kerala only. କେବଳ କେରଳରେ ହବ ଯେ ତାହା ନୁହେଁ What about Kotagiri tea stall? ଆଉ କୋଟାଗିରି ଚା ଦୋକାନ ବିଷୟରେ Yes. କଣ ହଁ Hungry for money, ଟଙ୍କା ନିମନ୍ତେ କ୍ଷୁଧା hungry for power. ଶକ୍ତି ପାଇଁ କ୍ଷୁଧା And of course, we are hungry for a lot of other things. ହଁ ନିହାତି ଭାବରେ ଆମେ ଅନେକ ବିଷୟ ନିମନ୍ତେ କ୍ଷୁଧିତ You ଅଟୁ know, I passed through some of our cities, ମୁଁ କିଛି ସହର ଦେଇ ଗତି କରୁଥିଲି and you know, Madras used to be a sleepy old city. ଆପଣମାନେ ଜାଣିଛନ୍ତି ମାଦ୍ରାସ ଏକ ନିଦ୍ରାରେ ରହିଥିବା ପୁରୁଣା After ସହର 8, ଅଟେ 9, nothing would be going on, and the streets would be silent. 8ଟା ବା 9ଟା ପରେ କିଛି ବି ଗାଡ଼ି ଯାଉନଥିବ ଆଉ You will be surprised. ତୁମେ ଆଶ୍ଚର୍ଯ୍ୟଚକିତ ହବ At 10 o'clock, 10ଟା ବେଳେ you will hardly able to move through the traffic.
ଆଉ ସେଇ ଟ୍ରାଫିକ ଦେଇ ତୁମେ ଯାଇ ବି ପାରିବନି। Yes. ହଁ, But କିନ୍ତୁ we are hungry for all kinds of things. ଆମେ ସବୁ ବିଷୟ ନିମନ୍ତେ କ୍ଷୁଧିତ But ଅଟୁ। have you ever said, what is this? I'm not hungry for କ'ଣ ତୁମେ righteousness. କେବେ ବି କହିଛ କି କ'ଣ ଏହା ମୁଁ ଧାର୍ମିକ ନିମନ୍ତେ କେବେ ବି କ୍ଷୁଧିତ And ନାହିଁ? Jesus says, blessed, blessed, blessed. ଯୀଶୁ କହିଛନ୍ତି ଯେ ସେ ଧନ୍ୟ ଧନ୍ୟ ଧନ୍ୟ, You will be blessed. ତୁମେ ଧନ୍ୟ ହେବ, You will be filled. ତୁମେ ପୂର୍ଣ୍ଣ କରାଯିବ। Why am I not more righteous? କାହିଁକି ମୁଁ ଅଧିକ ଧାର୍ମିକ ନୁହେଁ? Why do lies come out of my mouth? କାହିଁକି ମୋ ମୁଖରୁ ମିଥ୍ୟା ଆସୁଅଛି? Well, if you give me a computer, I sit down and watch the dirtiest sites. କାହିଁକି ଯଦି ତୁମେ ମୋତେ ଗୋଟିଏ କମ୍ପ୍ୟୁଟର ଦେବ ମୁଁ ଅଶ୍ଳୀଳ ଚିତ୍ର ଗୁଡ଼ିକ ଦେଖୁଅଛି? If there's a browsing center, I pay money there to write all kinds of silly, wicked letters ଯେ- to 13-year-old girls. ଯଦି ଇଣ୍ଟରନେଟ କେନ୍ଦ୍ର ଅଛି ସେଠାରେ ମୁଁ ପଇସା ଦେଇ 13 ବର୍ଷର ଝିଅକୁ ଖରାପ ଚିଠି ଲେଖୁଅଛି। Teachers are these days running away with 12-year-old girls. ଆଜିର ଶିକ୍ଷକମାନେ 12 ବର୍ଷର ଝିଅମାନଙ୍କ ସହିତ ପଳାୟନ କରୁଛନ୍ତି। Anything we give, ଯାହା ବି ଆମେ ଦଉ it's made into a sewer. ତାହା ଏକ ନାଳ ନର୍ଦ୍ଦମା ଭଳି ହୋଇଯାଏ। That is the miracle that comes out of our wicked heart. ଆମର ସେଇ ଯେଉଁ ମନ୍ଦ ହୃଦୟରୁ ଏହି ଆଶ୍ଚର୍ଯ୍ୟ କର୍ମ ଆସିଥାଏ। Anything. ଯାହା ବି ହେଉ, You know, one father-in-law told me, ଜଣେ ଶ୍ୱଶୁର ମୋତେ କହିଲେ, when a lecturer in a Christian college married my daughter, ଖ୍ରୀଷ୍ଟିଆନ କଲେଜର ଜଣେ ଶିକ୍ଷକ ଯେତେବେଳେ ମୋ ଝିଅକୁ ବିବାହ କଲେ, he thought, oh, my father-in-law will have a lot of ସେ money. ଭାବିଲେ ଯେ ମୋ ଶ୍ୱଶୁରର ବହୁତ ଟଙ୍କା ପଇସା ଥିବ। And when he saw that I did not have that kind of money, କିନ୍ତୁ ଯେତେବେଳେ ସେ ଦେଖିଲେ ମୋ ପାଖରେ ସେତେ ଟଙ୍କା ନାହିଁ, oh, he got very ସେ angry. ବହୁତ କ୍ରୋଧିତ ହେଲେ। And he would send my daughter, ସେ ମୋ ଝିଅକୁ ପଠାଇ ଦିଅନ୍ତି। and then for all the confinement expenses, I had to pay. ସମସ୍ତ ଗର୍ଭାବସ୍ଥାର ଖର୍ଚ୍ଚ ମୋତେ ଦବାର ଥିଲା। He wanted my money. ସିଏ ମୋର ଟଙ୍କା ଚାହୁଁଥିଲେ। Look at the heart ସେଇ of man. ମନୁଷ୍ୟର ହୃଦୟକୁ ତୁମେ ଦେଖ। You give him education, make him a professor. ତାଙ୍କୁ ତୁମେ ଶିକ୍ଷା ଦିଅ, ଗୋଟିଏ ଶିକ୍ଷକ ବନାଅ। You can baptize him, say he's a good ତାଙ୍କୁ ତୁମେ Christian, ବାପ୍ତିସ୍ମ ଦେଇପାର ଆଉ ଗୋଟିଏ ଉତ୍ତମ ଖ୍ରୀଷ୍ଟିଆନ ବୋଲି and କହିପାର। say, oh, he can teach in this good Christian college. ତୁମେ କହିପାର ସିଏ ଏଇ ଉତ୍ତମ ଖ୍ରୀଷ୍ଟିଆନ କଲେଜରେ ଅଛନ୍ତି। What is he? ସେ କିଏ? A money-grabbing thief. ଜଣେ ଟଙ୍କା ନେଉଥିବା ଚୋର। That's all. ତାହା ହିଁ ସେ ସବୁ। That's the heart of man. ତାହା ମନୁଷ୍ୟର ହୃଦୟ ଅଟେ। Out of the heart ମନୁଷ୍ୟର ହୃଦୟରୁ proceed evil thoughts. ମନ୍ଦ ଚିନ୍ତା ବାହାରେ। Out of the heart ମନୁଷ୍ୟର ହୃଦୟରୁ proceeds adultery. ବ୍ୟଭିଚାର ଆସେ। Out of the heart ସେଇ ମନୁଷ୍ୟର ହୃଦୟରୁ proceeds covetousness. ଲୋଭ ଆସେ। Yes. ହଁ, Out of the heart. ହୃଦୟରୁ। So we need a new heart. ତେଣୁ ଆମକୁ ଏକ ନୂତନ ହୃଦୟ ଆବଶ୍ୟକ। And God gives us this blessed hunger for righteousness. ପ୍ରଭୁ ଆମକୁ ଏହି କ୍ଷୁଧାର ଧାର୍ମିକତାର କ୍ଷୁଧା ଦେଇଅଛନ୍ତି। Christian church. ଖ୍ରୀଷ୍ଟିଆନ ଚର୍ଚ୍ଚ, You call this Christian church? ତୁମେ କ'ଣ ତାହାକୁ ଖ୍ରୀଷ୍ଟିଆନ ଚର୍ଚ୍ଚ ବୋଲି କୁହ? You mean the walls? ଏଇ ଯୋଉ Or the microphone, the organ? ଏଇ ମାଇକ୍ରୋଫୋନ ଗୁଡ଼ିକ, ଏଇ ପାଚେରୀ What ଗୁଡ଼ିକ। is the Christian church? ଖ୍ରୀଷ୍ଟିଆନ ଚର୍ଚ୍ଚ କ'ଣ? A people who are hungry for righteousness. ସେଇ ବ୍ୟକ୍ତିମାନେ ଯେଉଁମାନେ ଧାର୍ମିକତା ନିମନ୍ତେ କ୍ଷୁଧିତ A ଅଟନ୍ତି। people from whom comes a flood of righteousness. ଯାହାଙ୍କ ଠାରୁ ସେଇ ଧାର୍ମିକତାର ସ୍ରୋତ ଆସେ। You know, I am finding it very hard to maintain
some of the basic standards which I have kept from my childhood, from my ମୋ ବାଳକ conversion. କାଳରୁ ବା ମୋର ମନ ପରିବର୍ତ୍ତନ ପରଠାରୁ ଯେଉଁ ମୁଁ ସାଧାରଣ ସ୍ତରକୁ ଯାହା ରଖିଅଛି ତାହା ଲୋକମାନଙ୍କୁ ଶିଖାଇବା Even to ପାଇଁ find preachers who will hold that standards is very difficult. ଏପରିକି ପ୍ରଚାରକ ମାନେ ସେହି ସ୍ତରକୁ ମଧ୍ୟ ଧରି ରଖି ପାରୁନାହାନ୍ତି, ତାହା ବହୁତ କଷ୍ଟ ହେଉଛି। Because କାରଣ the people also are telling them, never mind, we can do like this also. ଲୋକମାନେ ମଧ୍ୟ କହୁଛନ୍ତି ଆଚ୍ଛା ଏହା ତୁମେ This is କରିପାରିବ, not so bad. ଏହା ଏତେ ଖରାପ ନୁହେଁ। The people today who want to be in the church, ସେହି ଲୋକମାନେ ଆଜି ଯେଉଁମାନେ ଚର୍ଚ୍ଚରେ ରହିବାକୁ ଚାହୁଁଛନ୍ତି they want the church to be a flood of sewage. ସେମାନେ ଚର୍ଚ୍ଚକୁ ସେହି ମଇଳା ପାଣିରେ ଭରି ରହିବାକୁ ଚାହୁଁଛନ୍ତି, And that's what it is becoming. ଆଉ ତାହା ହିଁ ଏହା ହେଇଯାଉଛି। I don't know the local condition. ଏଠାରେ ସ୍ଥାନୀୟ ଅବସ୍ଥା ମୁଁ ଜାଣି ନାହିଁ। As I told you, I preached in Kotagiri many ମୁଁ years ଯେପରି ago. ଆପଣଙ୍କୁ କହିଥିଲି ଯେ କୋଟଗିରିରେ ମୁଁ ବହୁତ ବହୁତ ବର୍ଷ ପୂର୍ବରୁ I ପ୍ରଚାର preached କରିଥିଲି। together with my father ମୋର ପିତାଙ୍କ ସହିତ ମୁଁ ଏଠାରେ ପ୍ରଚାର କରିଥିଲି over 50 years ago 50 ବର୍ଷ ପୂର୍ବରୁ in this little town. ଏଇ ଛୋଟ ସହରରେ। But do I see a flood of କଣ righteousness? ଧାର୍ମିକତାର ବନ୍ୟା ମୁଁ ଏଠାରେ ଦେଖୁଛି କି? No. ନା, I see big crosses, ବଡ଼ ବଡ଼ କ୍ରୁଶ ଗୁଡ଼ିକ ମୁଁ ଦେଖୁଅଛି, big buildings. ଆଉ ବଡ଼ ବଡ଼ କୁଟୀର ଗୁଡ଼ିକ What's the good of ଦେଖୁଅଛି। these buildings? ଏଇ ବିଲ୍ଡିଂ ଗୁଡ଼ିକରେ ଉତ୍ତମତା କଣ ହେଇପାରିବ? Flood of sewage ଅନେକ or flood of righteousness? ଅନେକ ମଇଳା ପାଣି ନା ଧାର୍ମିକତାର ବନ୍ୟା? What should come out of this ଏଇ church? ଚର୍ଚ୍ଚରୁ କଣ ବାହାରି ପାରିବ? Missionaries? ମିଶନାରିଜ ମାନେ, People, wherever they go, bribing stops. ଲୋକମାନେ ଯୋଉଠିକି ଯାଉଛନ୍ତି ସେଠାରେ ଲାଞ୍ଚ ନେବା ବନ୍ଦ ହେଇଯିବ। People return stolen things. ଲୋକମାନେ ଚୋରି କରିବାର ଜିନିଷ ଗୁଡ଼ିକ ଫେରାଇବେ। Drunken husbands are converted. ମଦ ପିଉଥିବା ସ୍ୱାମୀମାନେ ମନ ପରିବର୍ତ୍ତନ କରିବେ। No more beaten wife. ମାଡ଼ ଖାଉଥିବା ସ୍ତ୍ରୀମାନେ ରହିବେ ନାହିଁ। No more girls and boys that run away. ପୁଅ ବା ଝିଅ ଦୌଡ଼ି ପଳାଇ ଯିବେ ନାହିଁ। No more work for the magistrate and the police. ଶାସନକର୍ତ୍ତା ବା ପୋଲିସ ମାନଙ୍କ ପାଇଁ କୌଣସି କାର୍ଯ୍ୟ ରହିବ ନାହିଁ। No, ନା, no such hunger. ଏପରି କ୍ଷୁଧା ନାହିଁ। And it is called Christianity. ଏହା ଖ୍ରୀଷ୍ଟିଆନ ଧର୍ମ ବୋଲି କୁହାଯାଏ। See, you'll all go to heaven. ତୁମେ ସମସ୍ତେ ସ୍ୱର୍ଗକୁ ଯିବ। So you are deceived, ତୁମେ ଧୋକାନ୍ୱିତ ହୋଇଅଛ, and the big deceiver is the preacher. ଆଉ ସେ ପ୍ରଚାରକ ଜଣେ ବଡ଼ ଧୋକାବାଜ ଅଟେ। So you like me to be a big deceiver. ତେଣୁ ତୁମେ ମୋତେ ମଧ୍ୟ ଏକ ବଡ଼ ଧୋକାବାଜ ହେବା ପାଇଁ ଚାହଁ। My dear people, ମୋର ପ୍ରିୟ ଲୋକମାନେ, those who don't have a hunger for righteousness, ଯେଉଁମାନଙ୍କର ଧାର୍ମିକତା ନିମନ୍ତେ କ୍ଷୁଧା ନାହିଁ, don't you ever call yourself a ତୁମେ Christian. କେବେ ବି ନିଜକୁ ଗୋଟିଏ ଖ୍ରୀଷ୍ଟିଆନ ବୋଲି ଡାକ Call ନାହିଁ। yourself by any other name. ତୁମେ ନିଜକୁ ଅନ୍ୟ କୌଣସି ନାମରେ ଡାକ। Say, you can even say you're a prophet ତୁମେ ନିଜକୁ ଭବିଷ୍ୟବକ୍ତା ଭଳି କହିପାର। with 18 wives. 18 ସ୍ତ୍ରୀଙ୍କ ସହିତ। I want to ask you, why does a prophet need 18 wives? ମୁଁ ତୁମକୁ ପଚାରିବାକୁ ଚାହେଁ, କାହିଁକି ଜଣେ ଭବିଷ୍ୟବକ୍ତାଙ୍କର 18ଟି ସ୍ତ୍ରୀ ଆବଶ୍ୟକ? And the whole world is afraid. ପୁରା ବିଶ୍ୱ ଭୟଭୀତ ଅଟେ। Terror everywhere. ସବୁ ସ୍ଥାନରେ ଭୟ। Who began all this? କିଏ ଏହା ସବୁ ଆରମ୍ଭ କଲେ? No purity? ପବିତ୍ରତା ନାହିଁ। Listen, ଶୁଣନ୍ତୁ, a prophet does not need 18, 19 wives. ଜଣେ ଭବିଷ୍ୟବକ୍ତା 18 ବା 19ଟି ସ୍ତ୍ରୀ ଆବଶ୍ୟକ କରେ ନାହିଁ। His hunger is for righteousness. ତାଙ୍କର ଧାର୍ମିକତା ନିମନ୍ତେ କ୍ଷୁଧା ଥାଏ। His hunger is for truth. ତାଙ୍କର ସତ୍ୟତା ନିମନ୍ତେ କ୍ଷୁଧା ଥାଏ। It is not for erotic pleasure. ଏହା ଯୌନ ସମ୍ବନ୍ଧୀୟ ଆନନ୍ଦ ପାଇଁ ନୁହେଁ। We have nothing but
false religion. ଆମଠାରେ କିଛି ନାହିଁ, କେବଳ ମିଥ୍ୟା ଧର୍ମ ଅଛି। No hunger for righteousness. ଧାର୍ମିକତା ନିମନ୍ତେ କୌଣସି କ୍ଷୁଧା ନାହିଁ। What did Jesus say? ଯୀଶୁ କ'ଣ କହିଲେ? He that believeth on me, ଯିଏ ମୋତେ ବିଶ୍ୱାସ କରେ, out of him will flow rivers of living water. ତାଙ୍କଠାରୁ ସେହି ଜୀବନ୍ତ ଜଳର ସ୍ରୋତ ବାହାରିବ। So people will not be left thirsty for righteousness anywhere. ତେଣୁ କେଉଁଠାରେ ବି ଲୋକମାନେ ଧାର୍ମିକତା ନିମନ୍ତେ କ୍ଷୁଧିତ ରହିବେ ନାହିଁ। Really, ପ୍ରକୃତରେ I should take off these clothes and put on sackcloth ମୋତେ ଏହି ପୋଷାକ ବାହାର କରି ଅଖା ପିନ୍ଧିବାର ଉଚିତ। because କାରଣ I don't see rivers of living water. ସେହି ଜୀବନ୍ତ ଜଳର ସ୍ରୋତ ମୁଁ ଦେଖିପାରୁନାହିଁ। I can, of course, say ମୁଁ ଏହା ନିହାତି ଭାବରେ କହିପାରିବି, that I have preached for many years, ମୁଁ ଅନେକ ବର୍ଷ ଧରି ପ୍ରଚାର କରୁଅଛି, but କିନ୍ତୁ if there is not one office in Kotagiri where bribes are not taken, ଯଦି କୋଟାଗିରିରେ ଏପରି ଗୋଟିଏ ଅଫିସ ଅଛି ଯେଉଁଠାରେ ଲାଞ୍ଚ ନିଆଯାଉ if ନାହିଁ, there is no collectorate in this state ଯଦି ଏହି ସହର where bribe taking is unknown, ଏହି ସହରରେ ଏପରି ଏକ କଲେକ୍ଟରେଟ୍ ଅଛି ଯୋଉଠିକି ଲାଞ୍ଚ ନେବା ଜଣା ନାହିଁ, then what am I doing? ତାହେଲେ ମୁଁ କ'ଣ କରୁଅଛି? I am not even producing people with a hunger for righteousness. ମୁଁ ସେହି ଲୋକମାନଙ୍କୁ ଧାର୍ମିକତା ନିମନ୍ତେ କ୍ଷୁଧିତ କରି I am କରିପାରୁନାହିଁ। only producing hypocrites. ମୁଁ କେବଳ ସେହି ଭଣ୍ଡ ଲୋକମାନଙ୍କୁ ଉତ୍ପାଦନ କରୁଅଛି। How sad. କେତେ ଦୁଃଖର ବିଷୟ। My dear friend, ମୋର ପ୍ରିୟ ବନ୍ଧୁମାନେ, this is not a time for self-congratulation. ଏହା ନିଜକୁ ଉପରକୁ ଉଠାଇବାର ସମୟ ନୁହେଁ। Some of you have heard the word of God for many years. ତୁମ ମଧ୍ୟରୁ ଅନେକ ଜଣ ଅନେକ ବର୍ଷ ଧରି ପ୍ରଭୁଙ୍କର ବାକ୍ୟ ଶୁଣିଅଛ। My dear people, ମୋର ପ୍ରିୟ ଲୋକମାନେ, are you a publisher of the great works of God? ପ୍ରଭୁଙ୍କର ମହାନ କାର୍ଯ୍ୟର ପ୍ରକାଶକ ତୁମେ ଅଟ କି? Oh, I was a flood of sewage. ମୋ ପାଖରେ ସେ ମଇଳା ପାଣିର ସ୍ରୋତ ଅଛି। Now God has made me a flood of righteousness. ଏବେ ମୋତେ ପ୍ରଭୁ ଧାର୍ମିକତାର ସ୍ରୋତ କରି God ଗଢ଼ିଅଛନ୍ତି। gave my father a great promise. ପ୍ରଭୁ ମୋର ପିତାଙ୍କୁ ଏକ ମହାନ ପ୍ରତିଜ୍ଞା ଦେଇଥିଲେ। What did he ସେ say? କ'ଣ କହିଥିଲେ? God said to my father, ପ୍ରଭୁ ମୋର ପିତାଙ୍କୁ କହିଲେ, I will pour waters upon him who is thirsty, ଆମ୍ଭେ ତୃଷିତ ଉପରେ ଜଳ, and floods upon the dry ground. ଶୁଷ୍କ ଭୂମି ଉପରେ ଜଳ ସ୍ରୋତ ଢାଳିବା। What a promise. କେତେ ମହାନ ପ୍ରତିଜ୍ଞା। Floods in the desert. ମରୁଭୂମିରେ ବନ୍ୟା। Today, ଆଜି our offices are deserts of unrighteousness. ଆମର ଅଫିସ ଗୁଡ଼ିକ ଅଧାର୍ମିକତାର ମରୁଭୂମି ହେଇଯାଇଛି। Our families ଆମର ପରିବାର ଗୁଡ଼ିକ are deserts of unrighteousness. ଅଧାର୍ମିକତାର ମରୁଭୂମି ହୋଇଯାଇଛି। God says, ପ୍ରଭୁ କହିଲେ, I will send floods. ମୁଁ ଜଳ ସ୍ରୋତ ଢାଳିବି। I will fill the thirsty with righteousness. ମୁଁ କ୍ଷୁଧିତ ମାନଙ୍କୁ ଧାର୍ମିକତାରେ Don't you ପୂର୍ଣ୍ଣ want this କରିବି। righteousness? କ'ଣ ତୁମେ ଏହି ଧାର୍ମିକତାକୁ ଚାହଁ ନାହିଁ କି? Let us pray. ଆମ୍ଭେ ପ୍ରାର୍ଥନା କରିବା। Tell God. ପ୍ରଭୁଙ୍କୁ କୁହ, Tell him now in your heart. ତାଙ୍କୁ ଏବେ ତୁମ ହୃଦୟରେ କୁହ, Why should I be a flood of sewage? କାହିଁକି ମୁଁ ସେଇ ମଇଳା ପାଣିର ସ୍ରୋତ I ହେବି? want to be a flood of ମୁଁ ସେଇ righteousness. ଧାର୍ମିକତାର ସ୍ରୋତ ହେବାକୁ ଚାହେଁ। Oh God, ହେ ପ୍ରଭୁ, give me that thirst for ସେଇ righteousness. ଧାର୍ମିକତାର କ୍ଷୁଧା ତୁମେ ମୋତେ ଦିଅ। Take away this thirst for evil, ଏହି ମନ୍ଦ ନିମନ୍ତେ ଯୋଉ କ୍ଷୁଧା ନେଇଯାଅ, dreaming evil, thinking evil, planning evil. ମନ୍ଦ
ମନ୍ଦ ଭାବିବା ମନ୍ଦ ଯୋଜନା କରିବା ମନ୍ଦ କରିବା Oh God, ହେ ପ୍ରଭୁ make me a flood of righteousness, ମୋତେ ସେଇ ଧାର୍ମିକତାର ସ୍ରୋତ କରି a କରନ୍ତୁ publisher of the great works of Jesus. ଯୀଶୁଙ୍କର ମହାନ କାର୍ଯ୍ୟର ଦେଖାଉଥିବା Oh, ବ୍ୟକ୍ତି Lord. ହେ ପ୍ରଭୁ Touch me ମୋତେ ଆପଣ ଛୁଅନ୍ତୁ and change my heart. ମୋର ହୃଦୟକୁ ଆପଣ ପରିବର୍ତ୍ତନ Pray କରନ୍ତୁ with all your heart. ତୁମର ସମ୍ପୂର୍ଣ୍ଣ ହୃଦୟରେ ତୁମେ ପ୍ରାର୍ଥନା God କର will touch you now. ପ୍ରଭୁ ତୁମକୁ ଏବେ ଛୁଇଁବେ And instead of a flood of sewage, ସେଇ ମଇଳା ପାଣିର ସ୍ରୋତ you ବଦଳରେ will become a flood of righteousness. ତୁମେ ଧାର୍ମିକତାର ସ୍ରୋତ ହୋଇଯିବ Oh, gracious Father, ହେ ଅନୁଗ୍ରହକାରୀ ପିତା thy word is true and you are true. ଆପଣଙ୍କର ବାକ୍ୟ ସତ୍ୟ ଅଟେ ଆଉ ଆପଣ ସତ୍ୟ ଅଟନ୍ତି Blessed are they who hunger and thirst for ଧାର୍ମିକତା righteousness. ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ They shall be filled. ସେମାନେ ପରିତୃପ୍ତ ହେବେ They shall be filled. ସେମାନେ ପରିତୃପ୍ତ ହେବେ Fill us, Lord. ଆମକୁ ଆପଣ ତୃପ୍ତ କରନ୍ତୁ Give us first that hunger and for ପ୍ରଥମେ righteousness. ସେଇ ଧାର୍ମିକତା ନିମନ୍ତେ କ୍ଷୁଧା ଆମକୁ ଦିଅନ୍ତୁ Forgive us for thirsting for ସେଇ evil, ମନ୍ଦ ନିମନ୍ତେ କ୍ଷୁଧିତ ଥିବାରୁ ଆପଣ ଆମକୁ କ୍ଷମା କରନ୍ତୁ lusting and thirsting for ସେଇ uncleanness. ଅଶୁଚି ବିଷୟ ନିମନ୍ତେ ଲାଳସା କରିଥିବାରୁ Give us this thirst ସେଇ କ୍ଷୁଧା ଆମକୁ ଦିଅନ୍ତୁ for righteousness, ଧାର୍ମିକତା ନିମନ୍ତେ for holiness. ପବିତ୍ରତା ନିମନ୍ତେ This righteousness which will change our offices ସେଇ ଧାର୍ମିକତା ଯାହା ଆମର ଅଫିସ ଗୁଡ଼ିକୁ ପରିବର୍ତ୍ତନ and କରିବ our ଆମର families. ପରିବାର ଗୁଡ଼ିକୁ ପରିବର୍ତ୍ତନ କରିବ Hear our prayer ଆମର ପ୍ରାର୍ଥନା ଶୁଣନ୍ତୁ in Jesus' name. ଯୀଶୁଙ୍କ ନାମରେ Amen.